ଯେତେବେଳେ ନିରାପଦ ନିବେଶର କଥା ଆସେ ଅଧିକାଂଶ ଲୋକଙ୍କ ମନରେ ପ୍ରଥମେ ଆସେ ବ୍ୟାଙ୍କ ଫିକ୍ସଡ ଡିପୋଜିଟର ନାମ। ଏହା ଗ୍ୟାରେଣ୍ଟି ରିଟର୍ଣ୍ଣ ପ୍ରଦାନ କରେ ଏବଂ ଏଥିରେ କୌଣସି ଝୁଙ୍କି ନଥାଏ। ଏହି କାରଣରୁ ବିଶେଷ କରି ଅବସର ପରେ ବୟସ୍କ ବ୍ୟକ୍ତିମାନେ ଏଫ୍ଡିକୁ ସବୁଠାରୁ ଅଧିକ ପସନ୍ଦ କରନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଯଦି ଆପଣ 5 ଲକ୍ଷ ଟଙ୍କାର ଏଫ୍ଡି କରନ୍ତି ତେବେ ଏହି ରାଶି କେତେ ବର୍ଷ ପରେ 1 କୋଟି ଟଙ୍କା ହେବ? ଏଫ୍ଡିରେ ମିଳେ ଚକ୍ରବୃଦ୍ଧି ସୁଧ। ଅନେକ ଭାବନ୍ତି ଯେ ଏଫ୍ଡିରେ କେବଳ ସାଧାରଣ ସୁଧ ମିଳେ, କିନ୍ତୁ ବାସ୍ତବରେ ଏଫ୍ଡିରେ ଚକ୍ରବୃଦ୍ଧି ସୁଧ କମ୍ପାଉଣ୍ଡ ଇଣ୍ଟରେଷ୍ଟର ଲାଭ ମିଳିଥାଏ। ଅର୍ଥାତ୍ ପ୍ରଥମ ବର୍ଷରେ ମିଳିଥିବା ସୁଧ ଉପରେ ପରବର୍ତ୍ତୀ ବର୍ଷରେ ମଧ୍ୟ ସୁଧ ଯୋଗ ହୋଇଥାଏ। ଏହି କାରଣରୁ ଏଫ୍ଡିରେ ଟଙ୍କା ସମୟ ସହିତ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ। 5 ଲକ୍ଷରୁ 1 କୋଟି ହେବାର ହିସାବ ଯଦି ଆପଣ 5 ଲକ୍ଷ ଟଙ୍କା ଏଫ୍ଡି କରନ୍ତି ତେବେ ଏହା 1 କୋଟି ଟଙ୍କା ହେବାକୁ କେତେ ସମୟ ଲାଗିବ ତାହା ସମ୍ପୂର୍ଣ୍ଣ ରୂପେ ସୁଧ ହାର ଉପରେ ନିର୍ଭର କରେ। 9% ବାର୍ଷିକ ସୁଧ ହାରରେ ରାଶି 1 କୋଟି ହେବାକୁ ପ୍ରାୟ 30 ବର୍ଷ ଲାଗିବ। 8% ବାର୍ଷିକ ସୁଧ ହାରରେ ଏହି ଲକ୍ଷ୍ୟ ପୂରଣ ହେବାକୁ ପ୍ରାୟ 32 ବର୍ଷ ଲାଗିବ। 7% ବାର୍ଷିକ ସୁଧ ହାରରେ 1 କୋଟି ହେବାକୁ 35 ବର୍ଷ ଲାଗିପାରେ। ସୁଧର ହାର ନିର୍ଦ୍ଧାରଣ କରେ ଅପେକ୍ଷାର ସମୟ। ଛୋଟ ଫାଇନାନ୍ସ ବ୍ୟାଙ୍କ ଗୁଡ଼ିକରେ ସାଧାରଣତଃ 8ରୁ 9% ପର୍ଯ୍ୟନ୍ତ ସୁଧ ଦେଇଥାନ୍ତି। ବରିଷ୍ଠ ନାଗରିକମାନେ କିଛି କ୍ଷେତ୍ରରେ 9%ରୁ ଅଧିକ ସୁଧ ପାଇପାରନ୍ତି, କିନ୍ତୁ ବଡ଼ ସରକାରୀ ବ୍ୟାଙ୍କ ଗୁଡ଼ିକରେ ସୁଧ ହାର ସାଧାରଣତଃ 6ରୁ 7.5% ମଧ୍ୟରେ ରହିଥାଏ। ଅର୍ଥାତ୍ ଅଧିକ ସୁଧ ହାରରେ ନିବେଶ କଲେ କୋଟିପତି ହେବାର ଯାତ୍ରା କିଛି ବର୍ଷ କମ୍ ହୋଇପାରେ। ବଡ଼ ରିଟର୍ଣ୍ଣ ପାଇଁ ଅନ୍ୟ ବିକଳ୍ପ ବିଚାର କରନ୍ତୁ। ଯଦି ଆପଣ 5 ଲକ୍ଷ ଟଙ୍କାରୁ ଏଫ୍ଡି କରନ୍ତି ତେବେ 1 କୋଟି ଟଙ୍କା ଫଣ୍ଡ ତିଆରି ହେବାକୁ 30ରୁ 35 ବର୍ଷ ଏକ ଲମ୍ବା ଅପେକ୍ଷା କରିବାକୁ ପଡ଼ିପାରେ। ତେଣୁ ଯଦି ଆପଣ ଶୀଘ୍ର କୋଟିପତି ହେବାକୁ ଚାହୁଁଛନ୍ତି ତେବେ ଏଫ୍ଡି ସହିତ ମ୍ୟୁଚୁଆଲ ଫଣ୍ଡ, ଏସ୍ଆଇପି କିମ୍ବା ଅନ୍ୟାନ୍ୟ ଉଚ୍ଚ ରିଟର୍ଣ୍ଣ ବିକଳ୍ପ ଉପରେ ମଧ୍ୟ ବିଚାର କରିବା ଲାଭଜନକ ହେବ। ଅଧିକ ସୂଚନା ପାଇଁ ଆପଣଙ୍କ ବ୍ୟାଙ୍କ କିମ୍ବା ଆର୍ଥିକ ପରାମର୍ଶଦାତାଙ୍କ ସହିତ ଯୋଗାଯୋଗ କରନ୍ତୁ।